ବର୍ଷର ସମସ୍ତ ଗରମ ଦିନଗୁଡ଼ିକ ମଧ୍ୟରୁ ଆଜିର ଗରମ ସାମାଖୁଣ୍ଟା ଗାଁକୁ ଜାଳି ଦେଉଥିଲା। ପ୍ରଚଣ୍ଡ ଗ୍ରୀଷ୍ମର ଭାରରେ ଗଛଗୁଡ଼ିକ ମଧ୍ୟ କ୍ଳାନ୍ତ ଦେଖାଯାଉଥିଲେ। ଏହି ହୁତୁହୁତିଆ ଖରାକୁ ଖାତିର ନ କରି ଗ୍ରାମର ଧନୀ ଏବଂ ଅହଙ୍କାରୀ ବ୍ୟବସାୟୀ ରାଜେଶ ନିଜର ବିଳାସପୂର୍ଣ୍ଣ କାରରେ ଏକ ଦୂର ଗ୍ରାମ ଦେଇ ଯାତ୍ରା କରୁଥିଲା। ହେସ୍, ଅତି ବେକାରିଆ ଗାଡ଼ିଟା। ଏତେ ଟଙ୍କା ଖର୍ଚ୍ଚ କରି କିଣିଲି, ସବୁ ବେକାର। ୟା ପାଇଁ ମୁଁ ଏ ଅପରିଷ୍କାର ଗାଁରେ ଫସିଗଲି। ହେ, ଏଇଟା ବେକାରିଆ ଗାଁଟା। ପାଖରେ କିଛି ଦୋକାନ ବି ନାହିଁ। ଏଠି ମଣିଷ ଶୋଷରେ ମରିଯିବ। ଓହୋ, ବହୁତ ଜୋରରେ ଶୋଷ ଲାଗୁଛି। କ'ଣ ଅସୁବିଧା ହେଇଛି କି ଆଜ୍ଞା? ଏତେ ଖରାରେ ଏଠି ଠିଆ ହେଇଛନ୍ତି? ନାଇଁ, କିଛି ହେଇନି। ତୁମେ ଯାଅ। ବିରକ୍ତ ହୁଅନ୍ତୁନି ଆଜ୍ଞା। ନିଅନ୍ତୁ, ଟିକେ ପାଣି ପିଇ ଦିଅନ୍ତୁ। ଆପଣ ବହୁତ ଶୋଷିଲା ଜଣାପଡ଼ୁଛନ୍ତି। ଛିଛି, ଏଗୁଡ଼ା କ'ଣ ସଫା ପାଣି? ମୁଁ ଏମିତି ପାଣି ପିଏନି ମ। ମୁଁ ସବୁବେଳେ ମିନେରାଲ ୱାଟର ପିଏ। ଆରେ ସାର୍, ଏଇଟା ମୋ ଘରେ ଥିବା କୂଅର ପାଣି, ପୁରା ସତେଜ। ଆମ ଗାଁର ସବୁ ଲୋକ ଏ ପାଣି ପିଅନ୍ତି। ମୋ କଥା ମାନନ୍ତୁ, ଏ ପାଣି ଟିକେ ପିଇ ଦିଅନ୍ତୁ। ଏତେ ଖରାରେ ଶୋଷିଲା ରହିଲେ ଆପଣଙ୍କ ଦେହ ପ୍ରତି ବିପଦ। ହଉ ଦିଅ, ବେଶୀ କଥା କୁହନି। ଆଜ୍ଞା, ଗାଡ଼ିଟା ଯଦି ଖରାପ ହେଇଯାଇଛି ତେବେ ମୋତେ ଟିକେ କୁହନ୍ତୁ, ମୁଁ ସାହାଯ୍ୟ କରିବି। ଏବେ ଖରା ପ୍ରବଳ ହେଉଛି। ଆପଣ ଏଇ ଗଛ ତଳେ ଟିକେ ବିଶ୍ରାମ ନିଅନ୍ତୁ। ଖରା କମିଲେ ଗାଡ଼ି କଥା ଚିନ୍ତା କରିବେ। ବେଶୀ ଉପଦେଶ ଦିଅନି ମ। ତୁମେ ଗଲ, ନିଜ କାମ କରିବ। ମୁଁ ମୋ କଥା ଦେଖିନେବି। ଏହା କହି ରାଜେଶ ସେଠାରୁ ଚାଲିଗଲା। ଏତେ ଖରାକୁ ଖାତିର ନ କରି ସେ ଗାଡ଼ି ମିସ୍ତ୍ରୀ ଖୋଜିବା ପାଇଁ ଚାଲି ଚାଲି ଯାଉଥିଲା। ମାତ୍ର ଅତ୍ୟଧିକ ଗରମରେ ସେ ହଠାତ୍ ମୂର୍ଚ୍ଛିତ ହୋଇ ପଡ଼ିଗଲା। ଏହା ଦେଖି ଗୋପାଳ ତୁରନ୍ତ ଦୌଡ଼ି ଗଲା ଏବଂ ରାଜେଶକୁ ନିଜ ଘରକୁ ନେଇଗଲା। ଭାଇ, ତୁମେ ଏ ବାବୁଙ୍କ ପାଖରେ ଥାଅ। ମୁଁ ଯାଉଛି ଡାକ୍ତର ଡାକି ଆଣିବି। ଠିକ୍ ଅଛି ଭାଇ। ଏହାପରେ ଗୋପାଳ ସେଠାରୁ ଡାକ୍ତର ଡାକିବାକୁ ଗଲା। କିଛି ସମୟ ପରେ ଡାକ୍ତରଙ୍କୁ ସାଙ୍ଗରେ ନେଇକି ଆସିଲା ଏବଂ ଡାକ୍ତର ବାବୁ ରାଜେଶର ଉପଚାର କଲେ। କିଛି ସମୟ ପରେ ରାଜେଶର ହୋସ୍ ଆସିଲା। ଏବେ କେମିତି ଫିଲ୍ ହେଉଛି ରାଜେଶ ବାବୁ? ଏବେ ଟିକେ ଭଲ ଲାଗୁଛି ସାର୍। ଆପଣ ବହୁତ ଭାଗ୍ୟବାନ ରାଜେଶ ବାବୁ। ଏ ଗୋପାଳ ବାବୁ ଯଦି ଠିକ୍ ସମୟରେ ମୋତେ ଡାକି ଆଣି ନଥାନ୍ତେ, ତେବେ ଆଜି ହୁଏତ ତୁମେ ଏ ଦୁନିଆରେ ଆଉ ନଥାନ୍ତ। ମୋତେ କ୍ଷମା କରିଦିଅ ଗୋପାଳ ଭାଇ। ମୁଁ ଅହଙ୍କାରରେ ବୁଡ଼ି ରହି ଆଜି ତୁମ ସହିତ ବହୁତ ଖରାପ ବ୍ୟବହାର କରିଛି। ଆଜି ତୁମେ ମୋ ଜୀବନ ବଞ୍ଚେଇ ମୋତେ ପ୍ରକୃତ ମାନବିକତା କାହାକୁ କୁହାଯାଏ ତାହା ଶିଖେଇଦେଲ। ଭାଇ, ମୁଁ ତୁମର ଏ ଋଣକୁ ତ କେବେ ଶୁଝି ପାରିବିନି, କିନ୍ତୁ ଖରାପ ନ ଭାବି ଏ ଟଙ୍କାକୁ ରଖ, ତୁମ କାମରେ ଲାଗିବ। ମୁଁ ଟଙ୍କା ପାଇଁ ସାହାଯ୍ୟ କରିନଥିଲି ସାର୍। ମୋତେ ଟଙ୍କା ନ ଦେଇ ଅସୁବିଧାରେ ପଡ଼ିଥିବା ଅନ୍ୟ ଲୋକମାନଙ୍କୁ ଟିକେ ସାହାଯ୍ୟ କରନ୍ତୁ, ହେଲେ ମୁଁ ବହୁତ ଖୁସି ହେବି। ଏହାପରେ ରାଜେଶ ସହରକୁ ଫେରିଲା ଏବଂ ବିଭିନ୍ନ ଗାଁରେ ଜଳଛତ୍ର ଖୋଲିବାର ବ୍ୟବସ୍ଥା କଲା। ଲୋକମାନେ ଏହା ଦେଖି ବହୁତ ଖୁସି ହେଲେ
ଏବଂ ସେଠାରୁ ଥଣ୍ଡା ପାଣି ପିଇଲେ।